ଆଜିର ରାଶିଫଳ ଜୁଲାଇ ମାସ 4 ତାରିଖ 2026 ମସିହା ଶନିବାର। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ତିଥି ତୃତୀୟା ଦିବା 11:26 ଗତେ ଚତୁର୍ଥୀ, ନକ୍ଷତ୍ର ଶ୍ରାବଣ ଦିବା 12:34 ଗତେ ଧନିଷ୍ଠା, ଚନ୍ଦ୍ର ମକର ରାତ୍ରି 1:34 ଗତେ କୁମ୍ଭ। ଆଜିର ସୂର୍ଯ୍ୟ ଉଦୟ ସମୟ 5:16, ସୂର୍ଯ୍ୟାସ୍ତ ସମୟ 6:26। ବିଛା ଧନୁ ଓ ମୀନ ରାଶିର ଘାତ ବାର, ସିଂହ ରାଶିର ଘାତ ଚନ୍ଦ୍ର। ଆଜିର କାଳବେଳା ଓ ବାରବେଳା ଦିବା 8:30 ଗତେ 11:50 ମଧ୍ୟରେ, ବିଶ୍ୱଦିବା ଅମୃତ ବେଳା 11:51 ଗତେ 2:03 ମଧ୍ୟରେ। ଆଜି ପୋଟଳ ଖାଇଲେ ଦେହ ପ୍ରତି ହାନିକାରକ ହୋଇଥାଏ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ଯିବା ଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବା ଭଲ। ହାତକୁ ନେଇଥିବା କାର୍ଯ୍ୟକୁ ସୁଫଳ କରିବେ, ତଥାପି ରୋଜଗାରଠାରୁ ଖର୍ଚ୍ଚ ବଦଳିଯିବ। ଶତ୍ରୁତା କରିଥିବା ଲୋକଠାରୁ ଦୂରେଇ ରୁହନ୍ତୁ। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଲୋକମାନଙ୍କ ସହିତ ବହୁତ ସମ୍ବନ୍ଧ ରହିବ, ଭଲ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ୍ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାର ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ଅଛି। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ବିଚାରର ଭରମାରରେ ମାନସିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳ ପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟ ସଫଳ ପାଇଁ ଆଜିର ଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସୁଜନମାନଙ୍କ ସହିତ ସାକ୍ଷାତ କରି ଆପଣ ଖୁସି ରହିବେ। ଲଘୁ ଯାତ୍ରାରେ ଯୋଗ ଅଛି। ଭାଇ ବନ୍ଧୁମାନଙ୍କ ସହ ମିଳାମିଶା ରହିବ। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ସେହିଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଦୂରରେ ବାସ କରୁଥିବା ସ୍ନେହଜୀବୀ ତଥା ମିତ୍ରମାନଙ୍କ ସହିତ ସନ୍ଦେହ ବ୍ୟବହାର ଆପଣଙ୍କୁ ଲାଭ ହେବ। ପରିବାରରେ ସୁଖଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। ନିର୍ଦ୍ଧାରିତ କାମରେ ସଫଳତା ମିଳିବ। ମହିଳା ମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ବିକଶିତ କରି ନିଜର କାମ କାଢ଼ିପାରିବେ। ବ୍ୟବସାୟୀ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତ କରି ଏବଂ ସୁଖ ଆନନ୍ଦ ପ୍ରାପ୍ତି ହେବେ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବଜନମାନଙ୍କ ସହିତ ଉଗ୍ର ବାର୍ତ୍ତା ବିନିମୟ ହେବାର ସମ୍ଭାବନା ଅଛି। ପରୋପକାର ବଦଳରେ ଉପକାର ମିଳିପାରେ। ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିପାରେ। ଦ୍ୱନ୍ଦ୍ୱ ସମସ୍ୟା ମନ ଶାନ୍ତି ଭାଙ୍ଗି କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ୱରଙ୍କ ନାମ ସ୍ମରଣ ଶାନ୍ତ ଦେବ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ଗୃହସ୍ଥ ଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତି ମିଳିବ। ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟ ହେବ। ବିବାହ ପାଇଁ ସୁଯୋଗ ମିଳିବ। ଚାକିରି ଧନ୍ଦାରେ ଭଲ ଅବସର ଆସିବ। ଆୟ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କ ଠାରୁ ଲାଭ ହେବାର ଯୋଗ ଅଛି। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ କାର୍ଯ୍ୟ ସଫଳତାପୂର୍ବକ ସମ୍ପନ୍ନ ହେବ। ପରୋପକାର ଭାବନା ଆଜି ବଳବତ୍ତର ରହିବ। ଆମୋଦ ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ। ଚାକିରି ବ୍ୟବସାୟରେ ମାନ ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥ ଜୀବନରେ ଆନନ୍ଦ ପ୍ରାପ୍ତି ରହିବ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କ ଆଜିର ଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ। ବୈଦିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ। ସନ୍ତାନମାନଙ୍କ ସମସ୍ୟା ବିଷୟରେ ଚିନ୍ତା ସୃଷ୍ଟି ହୋଇପାରେ। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ନକାରାତ୍ମକ ବିଚାରରେ ମନର ହତାଶା ସୃଷ୍ଟି ହୋଇପାରେ। ଏହି ସମୟରେ ମାନସିକ ଉଦ୍ବେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି। ବାଣୀ ଉପରେ ନିୟନ୍ତ୍ରଣ ନ କରିବା କାରଣରୁ ପରିବାରରେ ମନମାଳିନ୍ୟ ଓ ଝଗଡ଼ା ହେବାର ଆଶଙ୍କା ଅଛି। ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜିର ଦୁଃଖ ସୁଖ ଶାନ୍ତିରେ କଟିବ। ବ୍ୟାପାରୀମାନଙ୍କ ପାଇଁ ଉତ୍ତମ ସମୟ ଅଟେ। ପତି ପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତା ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ୱଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।